ଆଚ୍ଛା ଗୋଟେ କଥା କହିଲେ, ଏ କଥା ସତ ନୁହେଁ? ପ୍ରକୃତି ଆମ ପାଇଁ କ'ଣ ନ କରିଛି? ପ୍ରକୃତି ଆମ ପାଇଁ ବହୁତ ଉପକାରୀ, କିନ୍ତୁ ଆମେ ଗଛ ଲଗାଇବା ବଦଳରେ ଗଛ କାଟୁଛେ। ଆମେ ପ୍ରକୃତିକୁ ହୀନସ୍ତା କରୁଛେ, କିନ୍ତୁ ପ୍ରକୃତି ଆମକୁ ଆମ ପାଇଁ ଆମ ନିଜ ଭଲ ସ୍ୱାସ୍ଥ୍ୟ ହେବା ପାଇଁ ସିଏ ଆମକୁ ସବୁବେଳେ ସହାୟ କରୁଛି। ଆପଣ ଭାବୁଥିବେ ଏ ଖାଦ୍ୟ ଭିଡ଼ିଓ ଭିତରେ ଏ ପ୍ରକୃତି କଥା କ'ଣ ପାଇଁ କହିଲେ? ସେ ପ୍ରକୃତି ଭିତରେ ଆମ ଗାଈ ମଧ୍ୟ ଯାଉଛି, ଯାହା ଆଜିକାଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଆପଣମାନେ ଜାଣିଥିବେ, ମୁଁ ତା ଭିତରେ ପଶିବାକୁ ଚାହେଁନି, କିନ୍ତୁ ମୁଁ ଗାଈ କଥା କହିବାରୁ ମନେ ପଡ଼ିଲା ମୋ ଘରେ କ୍ଷୀର ଥିଲା। ସେ କ୍ଷୀରକୁ ଛିଣ୍ଡେଇ ମୁଁ ଛେନା କରିଥିଲି, ଆଉ ସେ ଛେନାରୁ ମୁଁ ଆଜି ଆପଣଙ୍କ ପାଇଁ ଗୋଟିଏ ଛୋଟିଆ ରେସିପିଟି ସେୟାର କରିଛି। କାହିଁକି ନା ଆମେ ଏବେ ବାହାର ଖାଦ୍ୟ ଖାଇବାକୁ ବହୁତ ଆକ୍ୱେଣ୍ଟେଡ୍ ହେଇଗଲେଣି, କିନ୍ତୁ ଘର ଖାଦ୍ୟ ଭୁଲିଗଲେଣି। ସେଥିପାଇଁ ଯଦି ବି ଆମେ ବାହାର ଖାଦ୍ୟ ଖାଉଛେ, ତାହେଲେ ନିଶ୍ଚିନ୍ତ ନିଜ ଘରେ ବନେଇକି ଖାଆନ୍ତୁ। ଚାଲନ୍ତୁ ମୁଁ ଆପଣଙ୍କ ପାଇଁ ଆଜି ସେୟାର କରୁଛି ପନିର ବର୍ଗରର ଏଇ ଛୋଟିଆ ରେସିପି। ଆଉ ଗୋଟିଏ କଥା କହିଲେ, କେଉଁମାନଙ୍କୁ ଗାଈ ପସନ୍ଦ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। କେଉଁମାନେ ପଶୁପକ୍ଷୀ ରଖିବାକୁ ପସନ୍ଦ କରନ୍ତି।